ତିନି ପର୍ବତ ଆଉ ସବୁ ଯାକ ପାହାଡ଼। ମୁକୁଟଟି ଥୋଇ ଦେଇଯାଇଛି କହୁଛି ରାଡର କାମ କରୁନି। ଆପଣ ଯୋଉ ରାଡର କେନ୍ଦ୍ର ସରକାରଙ୍କର ଏଠି କାମ କରୁନି। ପୁରୀରେ 750 ମଠ, 750 ମଠ, ଜଳକାରେ 752 ଗୁମ୍ଫା। ଜାଗାକୁ ବର୍ତ୍ତମାନ ଯାଇଥିଲୁ ପଞ୍ଚୁ ପାଣ୍ଡବ କଳା ପାହାଡ଼ ଆସିକି ଯୋଉଠି ପଞ୍ଚୁ ପାଣ୍ଡବଙ୍କର ଯୋଉ ମନ୍ଦିର ପାଞ୍ଚଟି ହେଇଥିଲା ଭାଙ୍ଗି ଯାଇଥିଲେ, ତ ସେଇ ବିଷୟରେ ଆଲୋଚନା କରିବା। ମୋ ପାଖରେ ଜଣେ ବୟସ୍କ ବ୍ୟକ୍ତି ଅଛନ୍ତି, ସେ ଆଧ୍ୟାତ୍ମିକ ବାର୍ତ୍ତା ଦିଅନ୍ତି। ତ ଆସନ୍ତୁ ତାଙ୍କ ନାଁ ଜାଣିବା, ଗାଁ ନାଁ ଜାଣିବା, ସେ ବିଷୟରେ ସେ ଟୋଟାଲ ସବିଶେଷ ବିବରଣୀ ଆପଣଙ୍କୁ ଦେବେ। ଆଜ୍ଞା ଜୟ ଜଗନ୍ନାଥ। ଆପଣଙ୍କ ନାଁଟା କହିବେ? ମୋ ନାଁ ଭଉନାନନ୍ଦ ରାଉତ। ବାପା ନାଁ ଲେଟ୍ ଇନ୍ଦ୍ରାଣୀ ରାଉତ, ମା ନାଁ ଲେଟ୍ କୁଣିଦେଇ। ଘର ମାଗୁରାହାନର ପଞ୍ଚାୟତ ଚରିପଦା ଗ୍ରାମରେ ଚରିଆଗିରି ପାଦ ଦେଶରେ ଏ ଗାଁ ଅଛି। ଆଜ୍ଞା ଆମେ ଯାଇଥିଲୁ ପଞ୍ଚୁ ପାଣ୍ଡବ ଯୋଉଠି ଅଜ୍ଞାତ ବନବାସରେ ଆସିକି ରହିଥିଲେ। ତ ଆମେ ଯାଇଥିଲୁ ସେଠି 5 ଗୋଟି ମନ୍ଦିରରୁ ଗୋଟିଏ ମନ୍ଦିର ଟୋଟାଲ ତଳ ବି କିଛି ନାହିଁ, ଆଉ 3ଟି ମନ୍ଦିର ତାର ଉପର ଚୂଳା ନାହିଁ, ଆଉ ଗୋଟେ ମେନ୍ ମନ୍ଦିର ଯୋଉଟେ ଆମର ଅଛନ୍ତି, ଯୋଉଠି ଆମର ପ୍ରଭୁ ଅଛନ୍ତି, ସେ ମନ୍ଦିରର କିଛି ଅଂଶ ବି ଭାଙ୍ଗି ଯାଇଛି। ଆଉ ସେଠି ଲୋକ କହିବା କଥା ସମସ୍ତଙ୍କ ବାଡ଼ିରେ ଯାଇକି ଯେତେବେଳେ କଳା ପାହାଡ଼ ଭାଙ୍ଗିଥିଲେ ସମସ୍ତଙ୍କ ବାଡ଼ିରେ ଏବେ ବି ଯାଇକି ପଥର ଖଣ୍ଡ ପଡିଛି। ସେ ବିଷୟରେ ଟିକେ କହିବେ ଆମ ଦର୍ଶକ ମାନଙ୍କୁ। ଆଜ୍ଞା ଜଳୁକା ପର୍ବତର କରରେ ଗଣେଶପୁର ଗାଁ ବିରୁପା ନଦୀ ବହି ଯାଉଛି। ବିରୁପା ନଦୀ କୂଳରେ ତାରକେଶ୍ୱର ମହାଦେବ ଅଛନ୍ତି, ପାତାଳି ଲିଙ୍ଗ କହନ୍ତି। କଥିତ ଅଛି, ପୁରାଣ କହୁଛି, ଇତିହାସ କହୁଛି, ଅଜ୍ଞାତ ବନବାସ ସମୟରେ ଦ୍ୱାପର ଯୁଗରେ 12 ବର୍ଷ ପରେ ଯୋଉ ଗୋଟିଏ ବର୍ଷ ଅଜ୍ଞାତ ବନବାସ କଲେ ସେ ମନ୍ଦିର ତିଆରି କରିଥିଲେ। ଗୋଟାଏ ବର୍ଷ ଭିତରେ କିଏ କରିଥିଲେ ତାକୁ? ପଞ୍ଚୁ ପାଣ୍ଡବ ଅଜ୍ଞାତ ବନବାସ ଯେତେବେଳେ ଆସିଲେ ସେତେବେଳେ ତିଆରି କଲେ। ଗୋଟିଏ ବର୍ଷ ତାଙ୍କ ସହିତ କୁନ୍ତୀ ଥିଲେ। ଆଜ୍ଞା 5 ଭାଇ କୁନ୍ତୀ ତାଙ୍କ ମା ନେଇକି ଆସିଥିଲେ ଅଜ୍ଞାତ ବନବାସକୁ। ଆଉ ଆଜ୍ଞା ତେଣୁ ସେଇ ସମୟରେ କଥିତ ଅଛି ଯେ ରାତି ପାଇଲା କେଉଁଟିର ଚୂଡ଼ା ପାହାଡ଼ ଶୁଭିଲା, ଏମାନେ ପଳେଇଲେ। ଆମେ ଭାବୁଛୁ ତାଙ୍କର ଅଜ୍ଞାତ ବନବାସ ସମୟ ପୂର୍ଣ୍ଣ ହେଇଯାଇଥିଲା। ଆମେ ଭାବୁଛୁ ଇତିହାସ କହୁଛି କଳା ପାହାଡ଼ ଭାଙ୍ଗିଦେଲା। କଳା ପାହାଡ଼ କଣ ଏକାଥରକେ ଦେଶରେ ଯେତେ ମନ୍ଦିର ଭାଙ୍ଗିଦେଲା? ନିଜକୁ ନିଜେ ପ୍ରଶ୍ନ ପଚାର, ମନରେ ଉଦ୍ବେଗ ଆଉଛି। କିନ୍ତୁ ହେଇଥିବ କାହିଁକି? ଯେ ରାଜ୍ୟ ରଜା ଅର୍ଡର ଦେଲା ସବୁ ଏକାଥରେ ଭଙ୍ଗା ହବ, ତାଙ୍କ ସଙ୍ଗେ ସମସ୍ତେ ଭାଙ୍ଗିବେ। ମନେକର ମୋଦିଜୀ ବର୍ତ୍ତମାନ ଅଛନ୍ତି କଣ ପ୍ରଧାନମନ୍ତ୍ରୀ, ସେ ଯାହା ସ୍ଲୋଗାନ ଦଉଛି ସେଇଟା କାର୍ଯ୍ୟକାରୀ ହଉଛି ସେଇଆ। ତେଣୁ ଆପଣମାନେ ଯୋଉ କଥା କହିବା କଥା, ଏଇଟା ହଉଛି ଅସରନ୍ତି ଭଣ୍ଡାର ଜଳୁକା ପର୍ବତ। ଆପଣଙ୍କର ପୁରୀ ନୀଳସିଂହର ପର୍ବତ, ଜଗନ୍ନାଥ ବିଦ୍ୟାମାନ ହିମାଳୟ ପର୍ବତ, 3 ପର୍ବତ ଆଉ ସବୁ ଯାକ ପାହାଡ଼। ସବୁ ପାହାଡ଼ 3 ପର୍ବତ। ଏଇଟା ମୁଁ କହୁନି, ଅନାଦି କହିଛି। ଅନାଦି ହଉଛନ୍ତି ଦି ମୋଷ୍ଟ ଓଜନଦାର ସାଧକ। ସେ 21 ବର୍ଷ ଅଖଣ୍ଡ ଭାରତ ବୁଲି ଚିତ୍ରକୂଟରେ ଗୁରୁ ଦର୍ଶନ କରି ଚିତ୍ରକୂଟ ତାଙ୍କ ଗୁରୁ କହିଲେ ତୁ ଯା ଜଳୁକା ପର୍ବତ ଯୋଉଠୁ ଆଇଛୁ ସେଇଠିକି ପଳା। ସେ କେମିତି ଜାଣିଲା? ତେଣୁ ଯେତେ ସାଧୁ ସନ୍ଥ ଓଡ଼ିଶାରେ ଓଜନଦାର ସାଧୁ ବୁଲିଥିଲି, ସେ ବିଶ୍ୱ ବ୍ରହ୍ମାଣ୍ଡ ବୁଲିଥିଲି, ଓଡ଼ିଶା ବୁଲିଥିଲି। ଏଇ ହଉଛି ମେନ୍ ଜାଗା। ଆଉ ଗୋଟେ କଥା ଆପଣ ଜାଣିବେ, ଧନିଆ ପାହାଡ଼, ଧନରେ ଧନିଆ, ତତ୍ତ୍ୱରେ ଜଳୁକା। ଧନରେ ଧନିଆ। ତାହେଲେ ସେ ଧନିଆ ପାହାଡ଼ରେ କିଛି ଅଛି ଧନ? ନିଶ୍ଚିତ। ଧନିଆ ପାହାଡ଼ ନାମ ଦିଆହେଇନଥାନ୍ତା, ନାମ କାହିଁ କରଣ କରାଯାଇଥିବ? ସେମିତି କିଛି ଅଛି ବୋଲି ନାମକରଣ କରାଯାଇଛି ନା। ଆଉ ମୁଁ ତ ଗୋଟେ କଥା ଶୁଣାଯା, ଏଇଟା ପ୍ରେମ ଆନନ୍ଦ କଥା। ଅଚ୍ୟୁତ ଆଇଥିଲେ ଆଜିକି 500 ବର୍ଷ 600 ବର୍ଷ ତଳେ ସେ ଆଗେ ଆସି ଅମରାବତୀରେ ପହଞ୍ଚିଗଲେ। ଅମରାବତୀ ଏବେ 5 ଦିନ ବୁଲିଲେ। ସେଠି ଗୋଟେ ମାତୃ ଶକ୍ତି ଥିଲା, ମା ମଦର ଅମରାବତୀରେ। ପୁଅ ଏଠୁ 5 ଦିନ ରହିଲୁ, ଖାଇଲୁ ପିଇଲୁ, ଭଲ ହେଲା, ଟିକେ ଯାଉନୁ ଜଳୁକା। ନା ମା କେମିତି ଯିବି? ଏମିତି ପଳେଇବ, କେମିତି ଯିବୁ ଜାଣିନୁ, ଆଡେ କାହିଁ ମା ପୁଅ ପଡ଼କା ପଡ଼ିବୁ। ଆଉ ଦେଖ 6 ଦିନ ସେଠି 5 ଦିନ ରହିବୁ, ଏଠି ପାର୍କ ସେଠି ପାର୍କ, ଭାଇ ପଙ୍କ ଭାଇ ବାଣ୍ଟ। ଆଉ ଧରିକି ପଳେଇ ଆସିବୁ, ରୋଷେଇ କରିଥିବି। ଅଚ୍ୟୁତ ବୁଲୁ 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 ଏଠି 6 ଦିନ ରହିଗଲେ, ଗୋଟାଏ ଦିନ ଅଧିକା। ଚଣ୍ଡୀ ରୂପ ନେଇକି ଯାଇଲେ ମା ଛାଞ୍ଚୁଣି ଧରିକି ଧନିଆରୁ। ଦେଖିଲାକୁ ନଈ ଗୁମ୍ଫାରେ ବଇଛି। ଆରେ ଯୋଉ ଇଚ୍ଛା ତୁ କାଟି କୋଉ ଏଇଟା ତତେ ରାନ୍ଧିକି ଦେଲା, ତୁ ଏଠି ଗୋଟାଏ ଦିନ ଅଧିକା ରହିଗଲୁ। ମୁଁ ଯୋଉ ରୋଷେଇ କରିଛି ତାକୁ ଖାଇବ କି? ନା ମା ମନ ଦୁଃଖ କରନା, ମୁଁ ଜନ୍ମ ନେବି।
ହାତରେ ହାରିଆ କୁମାର। ଆଜ୍ଞା ଦେଖନ୍ତୁ କେମିତିଆ ତତ୍ତ୍ୱ ଅଛି। ଗୋଟିଏ ମୁହୂର୍ତ୍ତ, ଆଜ୍ଞା ଗୋଟିଏ ଦିନ, ଗୋଟିଏ ସେକେଣ୍ଡ ଆଜ୍ଞା ଏ ଭାବ କିଏ ଜାଣିଛି? ଏ ଖାଲି ମାଲିକା ମାଲିକା ମାଲିକା। ଆଜ୍ଞା ଆମର ଯୋଉ ସେ ଯୋଉ ଅଛି ଦୁର୍ଗଟେ କହୁଛନ୍ତି ସେ ଅମରାବତୀ ଦୁର୍ଗ। ଅମରାବତୀ ଦୁର୍ଗ, ସେ କେତେ ବର୍ଷ ପାଖାପାଖି ହବ? ଆଜ୍ଞା ଶୁଣନ୍ତୁ, ହୁଁ। ଆପଣ ମୁଁ ଠିକ କିଛି କହିପାରିବି ଆଜ୍ଞା ନାହିଁ, ଆଜ୍ଞା ଆଜ୍ଞା କିନ୍ତୁ ଏତିକି ହଉଛି ଆପଣଙ୍କର ବିଷୟ ହଉଛି ଶବର, ଆଜ୍ଞା ବସୁକଳ୍ପ ରାଜା ଆଜ୍ଞା 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 ସମୟର କଥା। ଆଜ୍ଞା ସମୟର କଥା ବିଷୟ ହଉଛି ଶବର, ଆଜ୍ଞା ବସୁକଳ୍ପ ରାଜା। ଆଜ୍ଞା ତେଣୁ କୋଉ ସମୟ ମୁଁ ଠିକ କହିପାରିବି ଦେଖା ହଁ, ଆଉ ଗୋଟେ ଯୋଉ ସେଠି ଅଛନ୍ତି ଆମର ରାଣୀ ରାଣୀ ହଂସପୁର। ହଂସପୁର ଯୋଉଟା ଅଛି ତା ବିଷୟରେ କଣ ଆପଣ ଟିକେ କହିବେ? ଆମର ତ ଆଜ୍ଞା ଶୁଣନ୍ତୁ, ରଜା ଯୋଉଠି ଥିବେ ରାଣୀ ସେଇଠି। ଆଜ୍ଞା ସାମାନ କଥା ଏ ପୁରୀ ରଜା, ଆଜ୍ଞା ରଜା ଅଲଗା ଘର, ରାଣୀ ଅଲଗା ଘର। ଆଜ୍ଞା ତିନି ରଜାର ଅଲଗା ଘର, ରାଣୀର ଅଲଗା ଘର। ଆଜ୍ଞା ରାଣୀ ହଂସପୁରକୁ ରଜା ଯିବନି, ସମୟ ନେଇକିରି ମିଳନ ହବ। ଏଇଆ ତ କଥା। ଆମ ଘର ଯାହା, ତମ ଘର ସେଇଆ। ଆଜ୍ଞା ବୁଝିଲେ କଣ ସବୁ? ହଁ, ହଁ। ସେଠି ରାଣୀ ହଂସପୁର କିଛି ନାହିଁ, ଗୋଟେ ସେମିତି ଅଛି ଲେଖା ଅଛି ରାଣୀ ହଂସପୁର। ମୁଁ କହିଲି ତାର ଆଉ କିଛି ଅଲୌକିକ ତଥ୍ୟ ଅଛି ବୋଧେ? ଶୁଣନ୍ତୁ ଆଜ୍ଞା, ଆଜ୍ଞା ଅଲୌକିକ ଶକ୍ତି ନିଶ୍ଚୟ ଗୋଟା ପିଛଳ ଅଛି। ଆଜ୍ଞା ନାଇଁ ତ ଅମରାବତୀ, ଆଜ୍ଞା ପାଞ୍ଚଟା କଣ ଅମରାବତୀ, ଇଏ ହଉଛି ଗୋଟା ଅମରାବତୀ, ପୁଣି ଶ୍ରେଷ୍ଠ, ପୁଣି ଆମ ଓଡିଶାର ଶ୍ରେଷ୍ଠ। ଶେଷ ଅମରାବତୀ। ଆଜ୍ଞା ସେ ଯୋଉ ପଞ୍ଚୁ ପାଣ୍ଡବ କଥା, ହୁଁ। ସେ ଯୋଉ ପାହାଡ ଯୋଉ ଭାଙ୍ଗିଥିଲେ ଗାଁରେ ଲୋକ କୁହନ୍ତି, ତାପରେ ଯେତେବେଳେ ଆମର ଥିଲେ ପଞ୍ଚୁ ପାଣ୍ଡବଙ୍କ ମା ଯାଆନ୍ତି ସେ ଶିବ ମନ୍ଦିର ପାତାଳି ଲିଙ୍ଗକୁ, ସେ କଥା କହୁଛି ଶୁଣ। ଆଜ୍ଞା ଯୋଉ ନେଇକି ଯାଆନ୍ତି 108 ସ୍ୱର୍ଣ୍ଣ ଚମ୍ପା। ସେ ଗୋଟା ମହାଭାରତ ଗୋଟେ ସମୟରେ ଆଜ୍ଞା ଉତ୍ତମ ହତ୍ୟା ନାଗର ହତ କିଶୋର ସବୁ ଜାଣିଛି। ଆଜ୍ଞା କହିଲା ମୁଁ ଲକ୍ଷେ ଚମ୍ପା ଦରକାର। ଆଜ୍ଞା କିଏ କହିଲା? ଶିବ। ଆଜ୍ଞା ମୋତେ ଯିଏ ଦବ ସେ ଦେଖିବ। ଆଜ୍ଞା କୁନ୍ତି ବସି କାନ୍ଦୁଛି। ଆଜ୍ଞା କହିଲା ବିଜୟନ ରଜା ସନ୍ନ୍ୟା ସାମ୍ବଠୁ କହିଦେଲେ ଲକ୍ଷେ ଚମ୍ପା ଘୁରେଇ ଦେବେ। ମୁଁ ତ ବନବାସୀ, 5 ପୁଅ, କିଏ କୋଉଠି, ମୁଁ କୋଉଠୁ ଆଣିବି? ଅର୍ଜୁନ କହିଲା ବହୁ ମନ ଦୁଃଖରେ କାହିଁ ବଇଛୁ? ନା ଏମିତି ହେଲା କଥା। ଲକ୍ଷେ ଚମ୍ପା ଶିବଙ୍କୁ ଦିଆଯିବ। ଶିବ କହିଛି ଆଉ ଦୁର୍ଯୋଧନ ଆଣି ଧାରାଙ୍ଗିନି ଦେଇଦବ, ମୁଁ କୋଉଠୁ ଆଣିବି? ନା ତୁ ବହ ବ୍ୟସ୍ତ ହନା। ତା ଯୋଉ କଣ ସର ନିକ୍ଷେପ କଲା, ଅଖାଡୁଆ ବର୍ଷା ହେଲା, ଦୁର୍ଯୋଧନ ଶୋଇପଡିଛି। କୁନ୍ତି ପାଖରେ ଆସି ଲକ୍ଷେ ଚମ୍ପା ଗଦା ହେଲା। ଆକାଶ ମାର୍ଗରୁ ଶୂନ୍ୟରେ ତୀର ମାଇଲେ ଶୂନ୍ୟ ଚମ୍ପା, ଶୂନ୍ୟ ଚମ୍ପା ଭାବରେ ଭଲେ ଅତୁଟ। ଆଜ୍ଞା ନାଇଁ କହିଲେ ତାଙ୍କୁ ପିତ୍ତବାସ। ସେ ପିତ୍ତବାସ କିଏ? ହେଲା ସେଠି ଯୋଉ ଜିନିଷ ଯୁଧିଷ୍ଠିର ସ୍ୱର୍ଗାରୋହଣ କଲା ବେଳେ ମୁକୁଟଟି ଥୋଇ ଦେଇଯାଇଛି କୋଉଠି? ରାଡର କାମ କରୁନି। ଆପଣ ଯୋଉ ରାଡର କେନ୍ଦ୍ର ସରକାରଙ୍କର ଏଠି କାମ କରୁନି। ସେଇ ଜାଗାରେ ସେଇ ପଏଣ୍ଟରେ ବର୍ତ୍ତମାନ ଅଛି ମୁକୁଟ, ଲୋକ ଜାଣିନାହାନ୍ତି କୋଉଠି ଅଛି ବୋଲି। ଭକ୍ତ ଗୁରୁ ଲାଇନରେ ଗୁରୁ ଗୁରୁ କହିଯାଇଛି, ଆମର ଯୋଉଟା କଣ ହବ? ସେଠି କିଛି କାମ କରୁନି, ଫେଲ ମାରି ଯାଉଛି। ସର୍ବ ବୋଲି ନାଗ ଜଗିଛି। ଆଜ୍ଞା ଏବେ ବି ଶୁଣିଲା ବେଳକୁ ଦେହ ଶୀତେଇ ଯାଉଛି। କହିବା କଥା ରାଡର ସେଠି କାମ କରୁନି। ସେଇ ଆମର ଯୋଉ ପଞ୍ଚୁ ପାହାଡ, ଯୋଉ ପଞ୍ଚୁ ପାଣ୍ଡବଙ୍କ ଯୋଉ 5ଟି ମନ୍ଦିର କଳା ପାହାଡ ଭାଙ୍ଗିଛି, ତ ସେଠି ରାଡର କାମ ଦଉନି। ନାଗ ଜଗିଛି ଏବେ ବି। ହଁ ଆଜ୍ଞା, ଜଳୁକା ପାହାଡ ତଳେ ଆଜ୍ଞା ଯେତିକି ସୁନା ଅଛି ଆଜ୍ଞା ସାରା ବିଶ୍ୱକୁ କଣ୍ଟ୍ରୋଲ କରିବ। ଏଇଟା ସତ୍ୟ। ଏଇଟା ସୂକ୍ଷ୍ମ ଶରୀର ଭାବ, ତମକୁ କଣ ଦେଖେଇଦେବି? ନାଇଁ ସେଇଟା ଆରେ ସେ ଆଜ୍ଞା ଦେଖନ୍ତୁ, ଏତେ ସୁନା ଅଛି, ଏତେ ଖଣିଜ ପଦାର୍ଥ ଆମର ପାହାଡ ତଳେ ରହିଛି। ସେ ଯୋଉଠି ବି ଅଛି ଥାଉ, ପାହାଡ ତଳେ ଥାଉ, ଉପରେ ଥାଉ, ଯୋଉଠି ଥାଉ, କିନ୍ତୁ ଭାରତ ବର୍ଷକୁ ଯୋଗେଇଲେ ବି ସରିବ ନାହିଁ। ଭାରତ ବର୍ଷକୁ କିଣିଦବ। ଏତେ ରତ୍ନ ଖଚିତ ସେଠି ଅଛି, ଭାରତ ବର୍ଷକୁ କିଣିଦବ। ଏ ହଉଛି ସୂକ୍ଷ୍ମ ଶରୀର। ଆଜ୍ଞା ଭାବ, ଏଇଟା ସୂକ୍ଷ୍ମ ଶରୀର ଭାବ। ଆଜ୍ଞା ଦେଖିଲେ ଆମର କହିଲେ ବରିଷ୍ଠ ବ୍ୟକ୍ତି ଯେ ଏଥିରେ ସାଧନା କରୁଛନ୍ତି, କିଛି ଆଧ୍ୟାତ୍ମିକ ଲାଇନରେ ଜଡିତ ଅଛନ୍ତି। ତ ଭିଡିଓ କେମିତି କଣ ଆପଣଙ୍କୁ ଲାଗିଲା? ଆଜ୍ଞା ଆପଣଙ୍କର ପୁରୀରେ 750 ମଠ, 750 ମଠ, ଜଳୁକାରେ 752 ଗୁମ୍ଫା, 2 ଅଧିକା। 750 ମଠ ହଉଛି ଆମ ପୁରୀ ଶ୍ରୀକ୍ଷେତ୍ରରେ, କିନ୍ତୁ ଆମ ଜଳୁକାରେ 752 ମଠ ଆଉ 2ଟା ଅଧିକା, ପୁରୀ ଠାରୁ 2ଟି ଗୁମ୍ଫା 2ଟି ଗୁମ୍ଫା ଅଧିକା। କଣ ପାଇଁ 2ଟି ଗୁମ୍ଫା? ତା ଥବ କିଛି ନିଶ୍ଚିତ ଅଛି। ଆଜ୍ଞା ମେନ୍ ଗୁମ୍ଫା ହଉଛି ନଳୀ ଗୁମ୍ଫା, ଯାହାକୁ ସପ୍ତଫେଣି ନାଗ ଜଗିଛି। ଆଜ୍ଞା ଏବେ ବି ଜୀବିତ ଅଛନ୍ତି ସପ୍ତଫେଣି ସାପ। ନିଶ୍ଚିତ ନିଶ୍ଚିତ। ଆଜ୍ଞା ଆଉ ସେଗୁଡା ହଉଛି ଆଧ୍ୟାତ୍ମିକ କଥା। ଆଜ୍ଞା ଯିଏ ଚାହିଁବ ବେଶୀ ଖୋଳିବାକୁ ଆମେ କାହିଁ କହୁନା, ଏଟା ଚଣ୍ଡୀ ଶକ୍ତି। ହେଲେ ବେଶୀ ଖାଇଲେ ତମର ନଷ୍ଟ ହେଇଯିବ, ଘରେ କାଳ ପଡିଯିବ। ଆଜ୍ଞା ଆଜ୍ଞା ଆଜ୍ଞା
ନିହାତି ନିହାତି ମୋର ଗୋଟେ 4 ବର୍ଷର ପୁଅ ମରିଗଲା ଆଜ୍ଞା ତା ପାଟି ଖୋଲି ନଥିଲା ଆଜ୍ଞା କାଲ ଆଜ୍ଞା। ସରପଞ୍ଚ ଆଜ୍ଞା। ଶନି ମନ୍ଦିର ହେଲା ବେଳକୁ ଚୁଲି ମରିଲା ବେଳକୁ ପୁଅ ମଲା ଆଜ୍ଞା। ମୁଁ ପାଗଳ ହେଲି ଆଜ୍ଞା। ଯାହା ଦର୍ଶନ କଲି ଦେଖିଲି ଯେ ଦେଖେ ସେ କଣ ଦେଖେଇଛି ନାଇଁ ନାଇଁ ଏଇଟା ଅନୁଭୂତି କଥା ଆପଣ ଅନୁଭୂତିରେ କଣ ପାଇବେ ଆଜ୍ଞା ଆଜ୍ଞା ନିହାତି ନିହାତି ଆଉ ମୁଁ ଏ ଯୋଉ ସୁନା ଆଜ୍ଞା। ବିଷୟରେ କଣ କହିବି ଆପଣଙ୍କୁ ସାଧୁ ସନ୍ଥ ଭର୍ତ୍ତି ହେଇଛି ଆଜ୍ଞା ତା ଭିତରେ ପାର୍କ ଆଜ୍ଞା ଆପଣ ବିଶ୍ୱାସ କରିବେ ନାଇଁ ପାହାଡ ଭିତରେ ପାହାଡ ତଳେ ଗୋଟେ ପାର୍କ ଅଛି ଆପଣ ବିଶ୍ୱାସ କରିବେ ନାଇଁ ଜଣା ପଡୁନି କେମିତି ଆମେ ଜାଣିବୁ ଓଜନଦାର ସାଧୁ ସନ୍ଥ ଆଜ୍ଞା ସିନା ଗୋଟେ ଘରକୁ ଆସିଲେ କବାଟ ଦେଖିଲୁ ଘର ଭିତରୁ ପଶିବୁ ଏଇନା ଆପଣ ବାହାରେ ଯେମିତି ପାର୍କ ଦେଖୁଛନ୍ତି ଦେଖୁଛୁ ଆଜ୍ଞା ସେ ପର୍ବତ ତଳେ ପାର୍କ ଆପଣ ଯିବେ ଏଇ ଜରୁକା ପର୍ବତର ଲାଷ୍ଟକୁ ଆଜ୍ଞା ରାସ୍ତା ତଳି କୃଷ୍ଣ ରାସ କୋଠରୀ ଯିବେ ସେଇ ନେମାରୁରୁ ଆଜ୍ଞା ସେ ଅରିଜିତ ଓଝା ତାଙ୍କ ବାପ ନାଁ ବୈଦ୍ୟନାଥ ଓଝା ଅରିଜିତ ଓଝାଙ୍କ ପୁଅ ନାଁ ତପନ ଓଝା ସିଏ କେମିତି ପଦ୍ମ ଫୁଟେଇଛି ପାହାଡ ଉପରେ ସବୁ ହଉ ସେ କାହିଁ ଆସିନି ନେମାରୁରୁ ଏଠି କରିବାକୁ ଆଜ୍ଞା ତେଣୁ ଏଇଟା ହଉଛି ମୂଳ ଆଜ୍ଞା ସମସ୍ତେ ବୁଲି ଆସିଲେ ଏଇ ଜାଗାକୁ ଆସିବେ ଆଜ୍ଞା ଆଉ କଣ କହ ତ ଦେଖିଲେ ଆମର କହିଲେ ଆଧ୍ୟାତ୍ମିକ କଥା ତ କେମିତି କଣ ଭିଡ଼ିଓ ଆପଣଙ୍କୁ ଲାଗୁଛି ତାହାର ମତାମତ ଆପଣ କମେଣ୍ଟ ମାଧ୍ୟମରେ ଜଣାଇବେ ଭିଡ଼ିଓଟିକୁ ବହୁ ମାତ୍ରାରେ ସେୟାର କରିବେ ପ୍ରତ୍ୟେକ କ୍ରିଏସନ ୟୁଟ୍ୟୁବ ଚ୍ୟାନେଲକୁ ସବସ୍କ୍ରାଇବ କରିବା ହେବେ ତ ଏମିତି ଆଧ୍ୟାତ୍ମିକ ସହିତ ଯୋଡ଼ି ରହିବା ପାଇଁ ପ୍ରତ୍ୟେକ କ୍ରିଏସନକୁ ସପୋର୍ଟ କରିଥାନ୍ତୁ ଆଉ ବିଭିନ୍ନ ମଠ ମନ୍ଦିର ଆପଣଙ୍କୁ ଦେଖାଉଛି ଆପଣଙ୍କୁ ଅଲୌକିକ ଜିନିଷ ଦେଖାଉଛି ତା ସହିତ ଅଲୌକିକ ବାର୍ତ୍ତା ମଧ୍ୟ ଆପଣଙ୍କ ପାଖକୁ ପହଞ୍ଚଉଛି ଯେମିତି ଆମର ବୟସ୍କ ବ୍ୟକ୍ତି ଯେମିତି କହିଲେ ଅଲୌକିକ ଶକ୍ତି ବିଷୟରେ ସବୁ ଗୁମ୍ଫା ବିଷୟରେ ପୁରୀରେ 152ଟା ମଠ ଏଠି 170 750 ମଠ ପୁରୀରେ 750 ମଠ ଏଠି 752 ଗୁମ୍ଫା 2 ଅଧିକା ତ କେତେ ନାନୀ କହିବୁ ଛତୁ ଗୁମ୍ଫା କେତେ ବାଟ ନାନୀ କହିବୁ ତାର ଗୋଟେ ବି ଢଗ ଅଛି ତାର ବି ମହତ୍ଵ ଅଛି ଯିବୁ ଏଗୁଡ଼ା ସବୁ ଅର୍ଥ ତତ୍ତ୍ୱ ଅଛି ଏ ବିଷୟରେ ଆପଣ ସେମିତି ଭାବନ୍ତୁନି ଆର ବହୁତ ତତ୍ତ୍ୱ ଅଛି ଆପଣ ଆଗକୁ ଭିଡ଼ିଓ ଦେଖୁଥାନ୍ତୁ ଏମିତି ସବୁ ଜିନିଷ ଆପଣଙ୍କ ପାଖକୁ ଆଣି ପ୍ରତ୍ୟେକ ପହଞ୍ଚିବ ତ ରହୁଛି ଜୟ ଜଗନ୍ନାଥ।